महारानी বসটা নিল বল তুমি যদি এটা ছোট একটা মোবাইল নিজ ପାଇଁ ଧନ୍ୟ ମନେ କରୁଛ ମୁଁ ବସିକି ତୁମ ପାଇଁ ଧନ୍ୟବାଦ କରୁଛ মোবাইল নাই না মোর লোক ଆପଣଙ୍କୁ ଗୋଟେ କଥା କହିବା ପାଇଁ ଜାଣିଛ ନା କି କଥା ମହାରାଣୀ ଶୁଣିବ খাতা নি ନିର୍ଭୟ କୁହ খাতা নি ଶୁଣିବ ତୋ ପାଦ ଆଉ ମାଟିରେ ଲାଗିବନି ଆରେ ଏମିତି କୋଉ କଥା ଏମିତି କୋଉ କଥା ଯେ ମୋ ପାଦ ମାଟିରେ ଲାଗିବନି ହଁ ହଁ ଯୋଉ କଥା କହିବାଟା ତ ସିଧା ସିଧା କହ ମହାରାଣୀ କହୁଛି ବାବା ମୋ ମନରେ ଶଙ୍କା ରଖ କହୁଛି ପରା ହେଲେ ସ୍ୱାମୀ ହଁ ଧ୍ୟାନ ମହାରାଣୀ ଦେଇକି ଶୁଣନ୍ତୁ ଇଏ ଜାଣିଛ ନା ମୁଁ ପରା ମା ହେବାକୁ ଯାଉଛି ଆରେ ତୁମେ ସତ କହୁଛ ମହାରାଣୀ ହଁ ସ୍ୱାମୀ ତୁମେ ସତ କହୁଛ ହଁ ମୁଁ ନିରାଶ ସତ କହୁଛି ଏ ଭଗବାନ ଏ ଦିନ ପରେ ତୁମ ମୁହଁରୁ ମୁଁ ଶୁଭ ସମ୍ବାଦଟା ଶୁଣିବାକୁ ପାଇଲି ଆଜି ମୁଁ ବହୁତ ଖୁସିର ଭାବିଲି ହଁ ସ୍ୱାମୀ ଆଚ୍ଛା ଗୋଟେ କଥା କହିବ କୁହ ମହାରାଣୀ କୁହ ସ୍ୱାମୀ ফোন টিকে আনে ଆଚ୍ଛା ତମକୁ ପୁଅ ଦରକାର মামা ନା ଝିଅ এ লোক ଦରକାର? বসছে ମତେ ହଁ ମତେ ଝିଅ ଦରକାର ଏ କେତେ କଥା ତମକୁ ଝିଅ ଦରକାର ହଁ ସ୍ୱାମୀ ନାଇଁ 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 ମତେ ଝିଅ ଦରକାର ଆମକୁ ପୁଅ ଦରକାର ବା ନା ବାବା ନା ନାଇଁ ନାଇଁ କହିଲି ପରା ନା ମୁଁ ଜମାରୁ ବୁଝିବିନି ନାଇଁ ନାଇଁ ମତେ ଆମକୁ ପୁଅ ଝିଅ ଦରକାର ଝିଅ ଦରକାର ଝିଅ ଦରକାର ଆଚ୍ଛା ହେଲା ବାବା ଝିଅ ହଉ କିମ୍ବା ପୁଅ ହଉ ହଁ ସ୍ୱାମୀ ଝିଅ ହେଲେ ବି ବାପା ଡାକିବ ଆଉ ପୁଅ ହେଲେ ବି ବାପା ଡାକିବ ତମେ ତ ଜାଣିଛ ଏଥିରେ କିଛି କହିବା ନାହିଁ ଝିଅ ହେଲେ ବି ମତେ ମା ଡାକିବ ଆଉ ପୁଅ ହେଲେ ବି ମା ଡାକିବ ଠିକ କହିଛ ମହାରାଣୀ ସ୍ୱାମୀ ହଁ ମହାରାଣୀ ଜାଣିଛ ହଁ ମୁଁ ଏତେ ଖୁସି ଯେ ତା ଖୁସି ପାଇଁ ମୁଁ ଦେବୀ ଦର୍ଶନ ପାଇଁ ମନ୍ଦିରକୁ ଯିବି ତାଠାରୁ ଆଉ- ମୁଁ ମଧ୍ୟ ଅଧିକ ଖୁସି ଅଛି ମହାରାଣୀ ମୋ ସାଥିରେ ଜାଣିଛ ନା ମୁଁ ଗେଲେ ନଣନ୍ଦଟା ପରା ଅଗ୍ନିକା ସେ ମଧ୍ୟ ମୋ ସାଥିରେ ଦେବୀ ଦର୍ଶନ ପାଇଁ ମନ୍ଦିରକୁ ଯିବେ ଠିକ ଅଛି ମହାରାଣୀ ଅଫ୍ କରିଦେବି ଆପଣ। ତମେ ମନ୍ଦିର ଯାଇକି